একথা কহু কহু মতে কিয়ে সে ডাকে ধরি বউ বলি মতে কিয়ে সে ডাকে ধরি তুমি না গর সতে কি মো প্রাণেশ্বর সতে কি মো প্রাণেশ্বর ডাক শুনি মন মোর ডাক শুনি মন মোর এ ছন ছন সে মতে কিয়ে সে ডাকে ধরি বউ বলি মতে কিয়ে সে ডাকে ধরি বিভাবতী নিদিନରେ স্বামী ମୋ ବିଦେଶ ଗଲେ ଆଉ ଦିଅର ଥିବାରୁ ଦିନ ଏ ଦିନ ନେଉଥାଇ ମତେ କିଏ ସେ ଡାକେ ଧରି ବୋଉ ବୋଲି ମତେ କିଏ ସେ ଡାକେ ଧରି ଗାଁ କାମ କାମ କିଏ ବୋ ମୋର ଏ ଶାନ୍ତେ ଗାଁ କାମ କାମ କିଏ ବୋ ମୋର ଏ ଶାନ୍ତେ ଗାଁ କାମ ଛାଡ଼ି ଦେଲି ସ୍କୁଲ ମାଷ୍ଟର ହେଲି ছাড়ি দেলি স্কুল মাস্টর হেলি ঘর ঘর নিকু করিছি গলার হার সাথে গাঁ কাম কাম কিয়ে মোর সাথে গাঁ কাম গ্রাম করমলারেটি নাম বালুকি সেটি গ্রাম করমলারেটি নাম বালুকি সেটি পৌঁছি যায় সে বরে হুয়ন্তি সে থর সাথে গাঁ কাম কাম কিয়ে মোর সাথে গাঁ কাম আরি হরে মোর শ্বশুর দুই পুত্র বটে তাঙ্কর আরি ঘরে মোর শ্বশুর দুই পুত্র বটে তাঙ্কর ମୁଁ ଯେତେବେଳେ ପହଞ୍ଚି ଯାଏ ସେ বলে রে বন্তি সে তোর হর সাথে গা
କିଏ ମୋର ଶାନ୍ତେ କାହା କାମ ବାଲଙ୍ଗୀ ଆଜ୍ଞା ନମସ୍କାର 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 କଣ କହୁଛି କହିଲ କରମଳା ଆଶ୍ରମରୁ 5-7 ଜଣ ବାବାଜୀ ଆସିଛନ୍ତି ଆଜ୍ଞା ଚଣ୍ଡପଡାରେ କଣ ଯାତ୍ରା ହଉଛି ତ ଦେଖିବାକୁ ଆସିଛନ୍ତି ତାଙ୍କର ଲୁଗାପଟା କଣ ମଇଳା ହେଇଯାଇଛି ସେଠି ଦେଇକି ଯାଇଛନ୍ତି ଧୋବାର ଡାକି ସଫା କରିଦବ କଣ କରିବା ଆଜ୍ଞା ମୁଁ ଆଉ ସେ କାମ କରୁନି ତମେ ଆଉ ସେ କାମ କରୁନ ତାହେଲେ କଣ କରୁଛ ମୁଁ 5 ସମୟ ହେଲା ଗଭର୍ଣ୍ଣମେଣ୍ଟ ସ୍କୁଲରେ ପିଏନ୍ ଚାକିରି କରିଛି ପିଅନ ଚାକିରି ଗୋଟେ ହେଇଯାଇଛି ଏବେ ନାଇଁ ତ ଆମେ ଏ କଥା ଜାଣିନୁ ଲୁଗାପଟା ରଖିଦେଇଛୁ କଣ କରିବା ଆପଣ ବଦୁନାହାନ୍ତି ଆରେ ମୁଁ ଯଦି କରିବାର ଥାନ୍ତା ତମକୁ କାହିଁ କହିଥାନ୍ତି ଯଦି ତମେ ନ କରୁଛ ତାହେଲେ ତମର ତ ଫେଣି କିଏ କରୁଥିବ ଶାନ୍ତ ମନ ପଇଲା ଏତେବେଳକୁ ହଁ ମୁଁ 5-6 ମାସ ଯେତେବେଳେ ଚାକିରି କରିଥିଲି ଗଭର୍ଣ୍ଣମେଣ୍ଟ ସ୍କୁଲରେ ହଁ, ହଁ। ଘରେ ମୋର ଗୋଟିଏ ଭଳି ସ୍ତ୍ରୀ ଥିଲା ହଁ। ସେ ଯଦି କରୁଥିବ ତାହେଲେ ତ ଭଲ ହେଲା ତମ ସ୍ତ୍ରୀକି ଡାକିଦିଅ କାମ ହେଇଯିବ ଆପଣ ଡାକୁନାହାନ୍ତି ତମ ସ୍ତ୍ରୀ କି ମୁଁ କାହିଁ ଡାକିବି ଆପଣ ଓଡ଼ିଆ ବୁଝିପାରିଲେ ମୋତେ ହଁ ମୁଁ କହିଲି 5-6 ମାସ ହେଲା ଗଭର୍ଣ୍ଣମେଣ୍ଟ ସ୍କୁଲରେ ପିଏନ୍ ଚାକିରି କରିଛି ବୋଲି ଆଚ୍ଛା ଆଚ୍ଛା ତାର ମୋତେ ଏକା ନାଗି ଦଶ ନେଇ ମୁଁ କେମିତି ଡାକିବି ଆପଣ ତାହେଲେ ଡାକିଲେ ହନ୍ତା ମୁଁ ଡାକିବି ତମ ସ୍ତ୍ରୀ କି ତମ ସ୍ତ୍ରୀ କି ମୁଁ ଡାକିଲେ କିଛି ଅସୁବିଧା ହବନି ଅସୁବିଧା ନାହିଁ କଣ ବୋଲି ଡାକିବି ଝରିବ ବୋଲି ଡାକିବି ଆସିବେ ଆଉ ବୋପାକୁ ମଉସା ବି ଦୌଡ଼ି ଆସିବ ତାହେଲେ ଡାକିବି ଅଇଲୁ କିଲ ହେ ଝରିବ କିରେ କଣ ହେଲା ଆଖିରେ ଆପଣଙ୍କର କାଣ୍ଡା ନାହିଁ ଟିକେ ମୋର କାଣ୍ଡ ଜ୍ଞାନ ନାହିଁ କାହିଁକି ମୁଁ କଣ କଲି ହଇଲୁ କହିଲେ ଝରିବ ଡାକିବ ତୁ ମତେ କହିଲୁ ଡାକିବାକୁ ଆପଣ କହିବି ନଈରେ ବୁଡ଼ିବାକୁ ଆପଣ ସେଇ କଲେରେ ବୁଡ଼ି କରିବେ ଆରେ ହେ ଛାଡ ମୋର ଡାକିଆଟା ଭୁଲ ହେଇଗଲା ତୋ ସ୍ତ୍ରୀ କି ତୁ ଏବେ ନିଜେ ମୋ ଡାକ ସ୍ତ୍ରୀକି ମୁଁ ଡାକୁ ହଇଲୁ କହିଲେ ହେ ଝରି ବୋଉ ଜଲତିଆ ପବିତ୍ର ସାହୁ ପଛିପାଳ ଠାକୁର ଠାକୁର 105 ଟଙ୍କା ଠାକୁର ଠାକୁର ନାମ ମଙ୍ଗଳ କରନ୍ତୁ ସତ୍ୟ ବୋଲା ମତେ ଗୋବାର ହରି ବୋଲ মতে কিয়ে সে ডাকে ঝরি বউ বলি মতে কিয়ে সে ডাকে ধরি ଆମ ବାପ ଘର ଚୁମ୍ପା ନାମଟି ମୋହର ଆମ ବାପ ଘର ଚୁମ୍ପା ନାମଟି ମୋହର ହଉ ଏକଥା କହୁ କହୁ ମତେ କିଏ ସେ ଡାକେ ଧରି ବୋଉ ବୋଲି ମତେ କିଏ ସେ ଡାକେ ଧରି କିଏ ସେ ତୁମେ ନାଗର ସତେ କି ମୋ ପ୍ରାଣେଶ୍ୱର କିଏ ସେ ତୁମେ ନାଗର ସତେ କି ମୋ ପ୍ରାଣେଶ୍ୱର ଡାକ ଶୁଣି ମନ ମୋର ଡାକ ଶୁଣି ମନ ମୋର ଏ ଛନ ଛନ ସେ ମତେ କିଏ ସେ ଡାକେ ଧରି ବୋଉ ବୋଲି ମତେ କିଏ ସେ ଡାକେ ଧରି ବିବାହ
ସ୍ୱାମୀ ମୋ ବିଦେଶ ଗଲେ ଆଉ ଦିଅର ଥିବାରୁ ଦିନ ଏ ଦିନ ନେଉଥାଇ ମତେ କିଏ ସେ ଡାକେ ଧରି ବୋଉ ବୋଲି ମତେ କିଏ ସେ ଡାକେ ଧରି ଆଲୋ ଝିଅ ମୁଁ ତୋତେ ଡକେଇନି ତୋ ସ୍ୱାମୀ ତୋତେ ଡକେଇଛି ଆଚ୍ଛା ଆଚ୍ଛା ହଁ ମୁଁ କାହିଁ ତୋତେ ମିଛ କହି ଭଣ୍ଡେଇବି ଏବେ ଦେଖିଲୁ ସେପଟେ କିଏ ଠିଆ ହେଇଛି ଶିବ ଉପାସିକ ବସ୍ର କିମ୍ବା କାଚିଲୁଲୋ ସେମାନେ ତ ମୋତେ ଦେଲେଣି ଫଜିତଲୋ ସେମାନେ ତ কথা রখিল কাল কুয়ে প্রাণপতি মুই কি পাইয়া শক্তি প্রাণপতি গ্রাম সাত সাই বুলু থাউ তুই সমস্তিক সঙ্গে জনা মোর আগে আসি কহু তু সাহসী এঠাকু কে কলা মনালো শুণ গির আম্ভর এ দানা দরলো শুণ গির কই ভাল কহিলনি দেখিছিল কেউ দিন মিছ অপবাদ দেউছ প্রমাদ নিশ্চে হারিবি জীবনে হই প্রতিক্ষণ করে বাইরে মুনু হই আলো মো কথাকু তুই চলু কাহি পাই আম্ভর এ নিজ বৃত্তি এমন্ত সামন্ত কাহি মিলিবে তো বসন ধর ছোট দিল গলে চলি লিঙ্গরাজ